କାଉଡ଼ିଆଙ୍କ ସେବାରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଶ୍ରାବଣ ମାସ ବୋଲବମ୍ ଧ୍ୱନି ମୁଖରିତ ରାସ୍ତା। କାନ୍ଧରେ କାଉଡ଼ି ଧରି ଖାଲି ପାଦରେ ଦୀର୍ଘ ପଥ ଅତିକ୍ରମ କରି ବାବା ଆଖଣ୍ଡଳମଣିଙ୍କ ପୀଠ ଅଭିମୁଖେ ଯାତ୍ରା କରୁଛନ୍ତି ଶହ ଶହ କାଉଡ଼ିଆ। ଆଉ ଏହି କାଉଡ଼ିଆଙ୍କ ସେବାରେ ନିଜକୁ ସାମିଲ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ଧାମନଗର ବ୍ଲକ କୋଠାର ଛକରେ ଦେଖିବାକୁ ମିଳିଥିଲା ସେବାର ଏକ ଭିନ୍ନ ଚିତ୍ର। ଆଖଣ୍ଡଳମଣିଙ୍କ ଦର୍ଶନ ଏବଂ ଜଳଲାଗି ପାଇଁ ଚାଲି ଚାଲି ଯାଉଥିବା କାଉଡ଼ିଆଙ୍କ ନିକଟରେ ପହଞ୍ଚି ସେମାନଙ୍କ ପାଦ ସେବା କରିଥିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। କେବଳ ପାଦ ସେବା ନୁହେଁ, କ୍ଳାନ୍ତ କାଉଡ଼ିଆଙ୍କୁ ଖାଦ୍ୟ ଏବଂ ପାନୀୟ ମଧ୍ୟ ପ୍ରଦାନ କରିଥିଲେ। ଦୀର୍ଘ ପଥ ଚାଲି ଯାଉଥିବା କାଉଡ଼ିଆଙ୍କ ସହ କିଛି ସମୟ କଥା ହୋଇ ସେମାନଙ୍କ ଯାତ୍ରା ଏବଂ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ମନ୍ତ୍ରୀ। ଶ୍ରାବଣ ମାସରେ କାଉଡ଼ିଆଙ୍କ ଏହି ସେବା କାର୍ଯ୍ୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରତିବର୍ଷ କରିଆସୁଥିବା କୁହାଯାଉଛି। ଭକ୍ତିର ପଥରେ କ୍ଳାନ୍ତ ପାଦକୁ ସେବା ଆଉ କାଉଡ଼ିଆଙ୍କ ପାଇଁ ଏହି ସେବା ହିଁ ପାଲଟିଛି ଆତ୍ମୀୟତାର ଏକ ନିଆରା ଉଦାହରଣ। ଦେଖନ୍ତୁ, ପ୍ରତ୍ୟେକ ବର୍ଷ ବାବା ଆଖଣ୍ଡଳମଣିଙ୍କ ନିକଟକୁ ଯାଉଥିବା ଶ୍ରାବଣୀ ଶ୍ରଦ୍ଧାଳୁ ମାନଙ୍କୁ ଏ ସ୍ଥାନରେ କୋଠାର ସ୍ଥାନରେ ସେବା ପ୍ରଦାନ କରାଯାଇଥାଏ, ଯେଉଁଥିରେ ବିଭିନ୍ନ ପ୍ରକାର ପଦସେବା ଠାରୁ ଆରମ୍ଭ କରିକି ପାନୀୟ ଜଳ ଯୋଗାଣ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା, ଡାକ୍ତରୀ ବ୍ୟବସ୍ଥା ଏସବୁ ମଧ୍ୟ କରାଯାଇଥାଏ। ଓଡ଼ିଶାର କୋଣ ଅନୁକୋଣରୁ ବିଭିନ୍ନ ଶ୍ରଦ୍ଧାଳୁ ମାନେ ଆରଡି ଧାମକୁ ଆସିଥାନ୍ତି। କିଏ 200 କିଲୋମିଟର ଦୂରରୁ ଆସେ, କିଏ 300 କିଲୋମିଟର ଦୂରରୁ ଆସେ, ଜିଲ୍ଲା ଭିତରୁ ବି ଆସନ୍ତି। ଖାଲି ପାଦରେ ଯେତେବେଳେ ବର୍ଷାରେ ଭେଦି ଭେଦି ସେମାନେ ଆସୁଥାନ୍ତି। ଆମର ଗୋଟେ ସାମାଜିକ କର୍ତ୍ତବ୍ୟ, ଆମମାନେ ମଧ୍ୟ ସମାଜକୁ ବ୍ୟବହାର କରିକି ଏଠି କେଉଁଭଳି ଭାବରେ ସେମାନଙ୍କୁ ସେବା ଯୋଗେଇ ହେବ, ସେଥିରେ ଆମେ ନିଶ୍ଚିତ ଭାବରେ ପ୍ରତ୍ୟେକ ବର୍ଷ ଯେଉଁଭଳି ଭାବରେ କାର୍ଯ୍ୟ କରୁଛୁ, ଏବର୍ଷ ମଧ୍ୟ କଲୁ। ସେମାନେ ତ ପ୍ରଭୁଙ୍କ ଉପରେ ପାଣି ଢାଳିକି ପୁଣ୍ୟ ଅର୍ଜନ କରୁଛନ୍ତି। ଯଦି ତାଙ୍କର ସେବା କରିପାରିବା, ଆମେ ମଧ୍ୟ ସେଥିରୁ କାଣିଚାଇ ପାଇବା ବୋଲି ଆମର କାମନା ମଧ୍ୟ ଅଛି। ଧାମନଗରରୁ ପ୍ରଦୀପ ମହାପାତ୍ରଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।